ବନ୍ଧୁଗଣ, ଆଜି ଆମେ ରବିବାର ପାଇଁ ଦୈନିକ ରାଶିଫଳକୁ ନେଇ ଆଲୋଚନା କରିବା। ହେଲେ ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ଟିକେ ଦୁଃଖ ସୁଖ ହେବା ଯେ ସବୁଠୁ ଭାଗ୍ୟବାନ ଲୋକ କିଏ? ସବୁଠୁ ଭାଗ୍ୟବାନ ଯାହାର ଜନ୍ମ ଜାତକରେ ଗୋଟିଏ ଗ୍ରହ ଭାଗ୍ୟାଧିପ ଆଉ କର୍ମାଧିପ, ସେ ହେଲେ ଶନି। ସେ ମକର ଆଉ କୁମ୍ଭର ମାଲିକ। ଏଣୁ ଯଦି ବୃଷ ଲଗ୍ନ ତାହେଲେ ଗଣି ଆସିବା ମକର 9, କୁମ୍ଭ 10। ସେ ଭାଗ୍ୟାଧିପ ଆଉ କର୍ମାଧିପ। ଯାହା ଜାତକରେ ବୃଷ ଲଗ୍ନ ଏବଂ ଶନି କୁମ୍ଭରେ ଅଛନ୍ତି, ବୃଷ ଲଗ୍ନ ଶନି ଅଛନ୍ତି କୁମ୍ଭରେ, ସେ 50 ମାର୍କ ପାଇବେ। ଯଦି ସେଇ କୁମ୍ଭ ଘର ହେଇଥିବ ଷଷ୍ଠ ଘର, ଦଶମ ଘର, ନାଇଁ ଷଷ୍ଠ ଘର, ତାହେଲେ ସେ ଆଉ ଟିକେ ମାର୍କ 60 ମାର୍କ ପାଇବେ। ସେଇଠି କୁମ୍ଭରେ ଷଷ୍ଠ ଘରେ ଥିବେ ଆଉ ତାଙ୍କୁ ମିତ୍ର ଗ୍ରହ ଦେଖୁଥିବେ, ତାହେଲେ ସେ ଶତକଡ଼ା 100 ମାର୍କ ପାଇବେ। ବୃଷ ଲଗ୍ନ କୁମ୍ଭ ଘର ହେଇଥିବ, କୁମ୍ଭ ଘରେ ଶନି ଥିବେ, ବୃଷ ଲଗ୍ନ କୁମ୍ଭରେ ଶନି ଥିବେ, ସେ ଯେତିକି ଭାଗ୍ୟବାନ। ସେଇ କୁମ୍ଭରେ ଥାଇ ଶନିଙ୍କୁ ଯଦି ମିତ୍ର ଘର ଦେଖିବେ ତାହେଲେ ସେ ଦ୍ୱିତୀୟ ଭାଗ୍ୟବାନ, ମାନେ ଅଧିକ ମାର୍କ ପାଇବେ। ସେଇ ଶନି କୁମ୍ଭରେ ନଥିବେ କିନ୍ତୁ ସେ ଷଷ୍ଠ ଘରେ ଥିବେ ବା ଦଶମରେ ଥିବେ ବା ଏକାଦଶରେ ଥିବେ, ସେ ଆଉ ଟିକେ ଭାଗ୍ୟବାନ। ଯଦି ଏଇ ଷଷ୍ଠ, ଦଶମ, ଏକାଦଶ ଘରେ ଥିବା ଶନିଙ୍କୁ ତାଙ୍କ ମିତ୍ର ଗ୍ରହ ଦେଖୁଥିବେ ଅଧିକ ମାତ୍ରାରେ, ମାନେ ରାହୁ, ବୁଧ ଆଉ ଶୁକ୍ର ଦେଖୁଥିବେ, ସେ ସବୁଠୁ ଭାଗ୍ୟବାନ। ତେଣୁ ଆପଣ ଟିକେ ଆପଣ ଜାତକ ଦେଖନ୍ତୁ, ଆପଣ ଏଇ ଭାଗ୍ୟବାନ ଲିଷ୍ଟରେ ଅଛନ୍ତି କି ନାହାନ୍ତି। ଆଜି ଆଲୋଚନା କରି ରବିବାର, ଆଜି ସୋମବାର ବିଷୟରେ ଆଲୋଚନା କରିବା। ସୋମବାର ନଭେମ୍ବର 10 ତାରିଖ। ତେଣୁ ଆଜି ଘାତ ବାର ହେଉଛି ମିଥୁନର, ଘାତ ଚନ୍ଦ୍ର କନ୍ୟା ରାଶି ପୁରୁଷଙ୍କର, ବିଛା ଓ କୁମ୍ଭ ରାଶି ମହିଳାଙ୍କର। ଆମେ ସୋମବାର ନଭେମ୍ବର 10 ତାରିଖ ବିଷୟରେ ଆଲୋଚନା କରୁଛେ। ଘାତ ବାର ମିଥୁନର, ଘାତ ଚନ୍ଦ୍ର କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କର। ସୂର୍ଯ୍ୟାସ୍ତ 5ଟା 7 ଅଶୁଭ ସମୟ ସକାଳ 7ଟା 20ରୁ 8ଟା 43। ମନେ ହେଲା କେତେବେଳେ ସୂର୍ଯ୍ୟାସ୍ତ, କେତେବେଳେ ଅଶୁଭ ସମୟ। ଆଉ ବୃଷ ଲଗ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଶନିଙ୍କ ଶକ୍ତି କେତେ, ଏବଂ ସେ ଶନି ଯଦି କୁମ୍ଭରେ ଥିବେ ତାହେଲେ ସେ ଭାଗ୍ୟବାନ। କୁମ୍ଭରେ ନଥାଇ ଅନ୍ୟତ୍ର ଥିଲେ, ଯଦି ଷଷ୍ଠ ଘର ହେଇଥିବ ବା ଦଶମ ଘର ହେଇଥିବ ବା ଏକାଦଶ ଘର ହେଇଥିବ ତାହେଲେ ସେ ଦ୍ୱିତୀୟ ଭାଗ୍ୟବାନ। ଆଉ ଏ ଷଷ୍ଠରେ ଏକାଦଶରେ ଥିବେ, ତାଙ୍କ ମିତ୍ର ଘର ଦେଖୁଥିବେ, ସେ ସବୁଠୁ ଶ୍ରେଷ୍ଠ ଭାଗ୍ୟବାନ। ଆଜି ଆମେ ଆଲୋଚନା କରିବା ସୋମବାର ନଭେମ୍ବର 10 ତାରିଖ ମେଷ ରାଶି ପାଇଁ। ସୋମବାର ନଭେମ୍ବର 10 ତାରିଖ ମେଷ ରାଶି ଦ୍ୱିଜା ନକ୍ଷତ୍ରର
ସନ୍ଧ୍ୟା 6ଟା 45 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ମେଷ ରାଶି ଦ୍ୱିଜା ନକ୍ଷତ୍ରର ସନ୍ଧ୍ୟା 5ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ସମସ୍ତ ମେଷରାଶି ବ୍ୟକ୍ତିଙ୍କର ସବୁ ଦିଗରୁ ଲାଭ ଓ ଶୁଭ ହେବ। ଦିନ ଗୋଟାଏ ଯାଏ କୌଣସି ପ୍ରକାର ସମସ୍ୟା ନାହିଁ। ମାତ୍ର ଦିନ ଗୋଟାଏ ପରଠାରୁ ଧୀରେ ଧୀରେ ଶାରୀରିକ ସମସ୍ୟା ସୃଷ୍ଟି ହେବ। ଗୋଡ଼ ହାତ ଘୋଳେଇ ହେବ, ମୁଣ୍ଡ ବିନ୍ଧିବ, ଆଳସ୍ୟ ଲାଗିବ, ବିଶ୍ରାମ ପାଇଁ ଇଚ୍ଛା ହେବ। ତାପରେ ଟିକେ ରୋଗ ସୃଷ୍ଟି ହେବ। ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ କୌଣସି ନା କୌଣସି ଅଙ୍ଗରେ ରୋଗ ସୃଷ୍ଟି ହେବ। ସେ ରୋଗ ପୀଡ଼ା ହେବ। ଯଦି ସେ ରୋଗୀ ଦ୍ୱିଜା ନକ୍ଷତ୍ର ବ୍ୟକ୍ତି ହେଇଥିବେ ତାଙ୍କୁ ଟିକେ ସହାୟ ହେବେ, ସେ ଟିକେ ହୁସିଆର ହେବେ, କାରଣ ରାତି କଥା। ଆଜି ଆଲୋଚନା କରିବା ସୋମବାର ନଭେମ୍ବର 10 ତାରିଖ ବୃଷ ରାଶି ରୋହିଣୀ ନକ୍ଷତ୍ର। ରୋହିଣୀ ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ମୁଣ୍ଡ ଭାରି ଭାରି ଲାଗିବ, ମନ ଚଳଚଞ୍ଚଳ ହେବ, କୌଣସି ସମସ୍ୟା ପାଇଁ ଆକୁଳ ବ୍ୟାକୁଳ ହେବ, ଧନାଗମ ହେବ। ମାତ୍ର ଗୋଟାଏ ପରେ ଏହି ଧନର ପରିମାଣ ଧୀରେ ଧୀରେ ବୃଦ୍ଧି ହେବ, ମନ ସ୍ଥିର ହେବ ଓ କ୍ରମଶଃ ସମସ୍ତ ସମସ୍ୟା ଦୂରୀଭୂତ ହେବ। ସକାଳୁ ସକାଳୁ ଟିକେ ମନ ଘର ଧରିବନି, ଚଳଚଞ୍ଚଳ ହେବ। କ'ଣ ଗୋଟେ ସମସ୍ୟା ଘଟିଯାଇଛି ତାକୁ ନେଇ, ବା କୌଣସି ଗୋଟେ ସମସ୍ୟା ଘଟିବ ସେ ଖବର ମିଳିଗଲାଣି ତାକୁ ନେଇ ମନ ଅସ୍ଥିର ହେବ, ବିକଳ ହେବ, ଆକୁଳ ହେବ। ଏ ସମସ୍ୟା ରହିବ ଦିନ ଗୋଟାଏ ଯାଏ। ଦିନ ଗୋଟାଏ ପରେ ଧୀରେ 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 ସେ ସବୁ ଚିନ୍ତା ଦୂର ହେବ, ଆଉ ଧନାଗମ ହେବ, ଧନର ସୁବିନିଯୋଗ ହେବ, ସୁଖ ଶାନ୍ତି ମିଳିବ। ସୋମବାର ନଭେମ୍ବର 10 ତାରିଖ ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ର ସନ୍ଧ୍ୟା 6ଟା 45 ପରେ ଅଶୁଭ ସମୟ ଆରମ୍ଭ ହେବ। ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ରର ସନ୍ଧ୍ୟା 6ଟା 45 ପରେ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ମିଥୁନ ରାଶି ପାଇଁ ସମସ୍ତ ଲୌକିକ ସୁଖ ସୁଲଭ ହେବ। ଆମେ ଲୋକ, ଆମ ପାଇଁ ଯେଉଁ ସୁଖଟା ଆନନ୍ଦ ବୃଦ୍ଧି କରେ ସେ ଲୌକିକ ସୁଖ। ସମସ୍ତ ଲୌକିକ ସୁଖ ସୁଲଭ ହେବ। ଅନ୍ଧକାର ପରେ ଆଲୋକ ଆସିଲା ପରି ଦିନ ଗୋଟାଏ ପରେ ଅଶୁଭ ସମୟ ଆସିବ। ସୂର୍ଯ୍ୟାସ୍ତ ପରେ ଅନ୍ଧକାର ଆସେ। ଦିନ ଗୋଟାଏ ପରେ ଭାଗ୍ୟ ଆକାଶରେ ମେଘ ଢାଙ୍କିବ। ତେଣୁ ଅଶୁଭ ସମୟ ଆରମ୍ଭ ହେବ, ମନ ଅସ୍ଥିର ହେବ, ଦେହ ଟିକେ କଷ୍ଟ ଭୋଗିବ, ମନ ଡହଳ ବିକଳ ହେବ। ଅସ୍ଥିର ମନ ହେତୁ ମୁଣ୍ଡ ସ୍ଥିର ନିଷ୍ପତ୍ତି ନେଇପାରିବନି। ତେଣୁ ସବୁ କାମ ଭୁଲ ହେବ। ଗୋଟାଏ ପରେ ଧୈର୍ଯ୍ୟ ଧରି ସ୍ଥିର ମନରେ ଏକାନ୍ତରେ ଚିନ୍ତା କରନ୍ତୁ, କାମ କରନ୍ତୁ। ସୋମବାର ନଭେମ୍ବର 10 ତାରିଖ କର୍କଟ ରାଶିର ପୁଷ୍ୟା ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ଆଦୌ ଶୁଭ ସମୟ ନୁହେଁ। ସମ୍ପୂର୍ଣ୍ଣ ଅସୁସ୍ଥତା ଭିତରେ ସମୟ କଟିବ। କିଛି ବଦ ଖର୍ଚ୍ଚ ହେବ, କଜିଆ କଳହ ହୋଇପାରେ। ମାତ୍ର ଦିନ ଗୋଟାଏ ପରେ ସୂର୍ଯ୍ୟ ଦୟା କରିବେ, ଭାଗ୍ୟର ବି ଉଦୟ ହେବ, ଆଉ ସବୁ ସମସ୍ୟାର ସମାଧାନ ହେବ। କ୍ରମଶଃ ଶୁଭ ସମୟ ଆସିବ, ସାଂସାରିକ ସୁଖ ମିଳିବ ଓ ଶରୀର ଆରୋଗ୍ୟ ଲାଭ କରିବ। ଏକ ଅଭୂତପୂର୍ବ ପରିବର୍ତ୍ତନ ହେବ ଯେ ହଠାତ୍ କିଛି ଗୋଟେ ଭଲ ଶୁଭ ଖବର ମିଳିଯିବ, ବା କେହି କିଛି ଅର୍ଥ ଦେଇଦେବ, ବା ପୂର୍ବରୁ ଇଣ୍ଟରଭ୍ୟୁ ଦେଇଛେ ଆଜି ଫଳ ବାହାରି ପଡ଼ିବ, ଆଉ ସେ ଭଲ ଖବର ଆମକୁ ଆନନ୍ଦ ଦେବ। ଗୋଟାଏ ପୂର୍ବରୁ ସବୁ ସମସ୍ୟା
ଆମକୁ ଆକ୍ରମଣ କରିବ, ହୁସିଆର। ସୋମବାର ନଭେମ୍ବର 10 ତାରିଖ ସିଂହ ରାଶି ପୂର୍ବଫାଲ୍ଗୁନୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ସନ୍ଧ୍ୟା 6ଟା 45ରୁ। ମଘା ସିଂହ ପାଇଁ ପୁର ଭଲ, କିନ୍ତୁ ପୂର୍ବଫାଲ୍ଗୁନୀ ସିଂହ ପାଇଁ ଟିକେ ଅଶୁଭ ସମୟ ଆରମ୍ଭ ହେବ ସନ୍ଧ୍ୟା 45 ପରେ। ଦିନ ଗୋଟାଏ ଯାଏ ସମସ୍ତ ସିଂହ ରାଶି ସୁଖ ଶାନ୍ତିରେ ଦିନ କାଟିବେ। କୌଣସି ସମସ୍ୟା ମୁହଁ ଟେକି ପାରିବନି। ମାତ୍ର ଗୋଟାଏ ପରେ ନାନାବିଧ ସମସ୍ୟା ଘନେଇ ଆସିବ। ଅବସ୍ଥା ସଙ୍କଟାପନ୍ନ ହେବ, ଅସୁସ୍ଥ ହୋଇଯିବେ, ବ୍ୟୟ ବୃଦ୍ଧି ହେବ। ପୂର୍ବଫାଲ୍ଗୁନୀ ଯଦି ପୁରୁଣା ରୋଗୀ ହେଇଥିବେ ତାଙ୍କ ସମସ୍ୟା ବଢ଼ିଯିବ। ରାତି କଥା ସାବଧାନ। ସୋମବାର ନଭେମ୍ବର 10 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ଯେମିତି ସେମିତି ସୁଖ ଶାନ୍ତି ମିଳିବ। ସୋମବାର ନଭେମ୍ବର 10 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ଯେତିକି ସୁଖ ଶାନ୍ତି ମିଳିବ, ଗୋଟିଏ ପରେ ପରେ ଅଧିକ ଆନନ୍ଦ ପାଖେଇ ଆସିବ। ମାନେ ମୋଟାମୋଟି ଭାବରେ କନ୍ୟା ରାଶି ପାଇଁ ଆଜି 24 ଘଣ୍ଟା ଭଲ। ପ୍ରଥମେ ଅଳ୍ପ ଅଳ୍ପ, ତାପରେ ବହୁତ, ଧୀରେ ଧୀରେ ବର୍ଷା, ତାପରେ ପ୍ରବଳ ବର୍ଷା, ସାମାନ୍ୟ ସୁଖ ପରେ ବହୁ ସୁଖ। ଏହିଭଳି ଭାବରେ ସେମାନେ କର୍ମଚଞ୍ଚଳ ରହିବେ, ମନ ଇଚ୍ଛା ଖର୍ଚ୍ଚ କରିବେ, କର୍ମ କ୍ଷେତ୍ରରୁ ଯଶ ଆଦର ଅର୍ଥ ଆଦି ଲାଭ କରିବେ। ଦେହ ମନ ଠିକ୍ଠାକ୍ ରହିବ। ଖାଦ୍ୟ ପେୟ ଶୟନ ଦେବଦର୍ଶନ ଆଦି ମିଳିବାର ସୁଯୋଗ ଆସିବ। କନ୍ୟା ରାଶି ପାଇଁ ଏକ ବଢ଼ିଆ ଦିନ। ସୋମବାର ନଭେମ୍ବର 10 ତାରିଖ ତୁଳା ରାଶି ସ୍ୱାତି ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ଜଗି ରଖି ଚଳିବାକୁ ହେବ, ମାନେ ହୁସିଆର। ମୌନ ରହିଲେ ଭଲ। ଉପଦେଶ ବା ପରାମର୍ଶ ନ ଦେଇ, ଧାର ଉଦାର ନ ମାଗି, କାହା ପାଖରେ ହାତ ନ ପାତି, ଚୁପଚାପ ନିଜ କାମ ନିଜେ କରି, ଯଦି ଲୋକ ଦେଖାଣିଆ ହସ ହସୁଥିବା, ମନ ପୋଡ଼ି ଯାଉଥିବ କିନ୍ତୁ ମୁହଁରେ ଟିକେ ହସୁଥିବା ଥିଲେ କେହି ଜାଣିପାରିବେନି ବା ଆମର କାହାକୁ କିଛି କହିବାର ନାହିଁ। ହେଲେ ମଙ୍ଗଳ ହେବ, ନହେଲେ ଅମଙ୍ଗଳ ହେବ, ମାନେ ଅପମାନ ମିଳିବ। ଅପମାନ ଜଗିଛି, ପାଖକୁ ଆସିବ, ଉପର ମୁଣ୍ଡକୁ ତଳକୁ କରିଦେବ, ସାବଧାନ। ଦିନ ଗୋଟାଏ ପରେ ଆକାଶ ନିର୍ମଳ ହୋଇଯିବ। ପୂର୍ଣ୍ଣ ଚନ୍ଦ୍ର ଉଦୟ ହେବ। ନିର୍ମଳ ଜ୍ୟୋତ୍ସ୍ନା ପଡ଼ିବ। ସବୁ ଚିନ୍ତା ଲାଘବ ହେବ। ପାଖକୁ ଧନ ଜନ ଗୋପଲକ୍ଷ୍ମୀ ଆସିବେ। ଉତ୍ତମ ଲୋକ, ଉତ୍ତମ ଭୋଜନ ଏସବୁ ସୁଲଭ ହେବ। ଅଶାନ୍ତି ମିଳିବ। ରାତିରେ ସୁଖ ନିଦ୍ରା ହେବ। ସୋମବାର ନଭେମ୍ବର 10 ତାରିଖ ବିଛା ରାଶି ଅନୁରାଧା ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ସୋମବାର ନଭେମ୍ବର 10 ତାରିଖ ବିଛା ରାଶି ଅନୁରାଧା ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ତା ପରଠାରୁ ଜଗି ରଖି ମାପି ଚୁପି ଚଳିବାକୁ ପଡ଼ିବ। ମୌନତା ଅବଲମ୍ବନୀୟ, ନହେଲେ ଅସୁବିଧା। ବିଛା ରାଶି ଲୋକମାନେ ଆଜି 24 ଘଣ୍ଟା ଯେତେ ଚୁପ୍ ରହିବେ ସେତେ ଭଲ। ଜମା କାହାକୁ ଆଡ଼ଭାଇସ୍ ଦିଅନ୍ତୁନି। ଯେ ଯାହା କହିଲେ ହଁ ହୁଁ ହାଁ, ଆଉ କିଛି ନାହିଁ। ପରାମର୍ଶ ଦେବାର ଆବଶ୍ୟକତା ନାହିଁ। ଯଦି ଅଭାବୀ ତଥାପି ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ। କାହା ପାଖରେ ହାତ ପାତନ୍ତୁନି। ଯଦି ହାତ ପାତିବେ ସିଏ ମୁହଁ ଫୁଲେଇ କେତେ କଥା କହିବେ। ସେଦିନ ନେଇଥିଲୁ ଦେଲୁଣି, ଖାଲି ମାଗି ଆସି ମାଗି ଖିଆ ଭିକାରୀ। ନାଇଁ ନାଇଁ, କେଉଁଠି ହାତ ପାତନ୍ତୁନି, କାହାକୁ ପରାମର୍ଶ ଦିଅନ୍ତୁନି। ଯଥା ସମ୍ଭବ ଚୁପ୍ ରୁହନ୍ତୁ। ବିଛା ରାଶି ଯଥା ସମ୍ଭବ ଯେତେ ଆପଣାର ଲୋକ ହେଲେ ବି ପରାମର୍ଶ ଦିଅନ୍ତୁନି। ଖାଲି ଦେଖନ୍ତୁ କ'ଣ ହେଉଛି, ପରେ କହିବେ। ସୋମବାର ନଭେମ୍ବର 10 ତାରିଖ
ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ର ପାଇଁ 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ଦିନ ଗୋଟାଏ ଯାଏ ମନଲାଖି ସମସ୍ତ ଲୌକିକ ସାଂସାରିକ ସୁଖ ଶାନ୍ତି ଅବଶ୍ୟ ମିଳିବ। ଦିନ ଗୋଟାଏ ଯାଏ ଧନୁ ରାଶିକୁ ସମସ୍ତ ଲୌକିକ ସୁଖ ଶାନ୍ତି ସାଂସାରିକ ସୁଖ ଶାନ୍ତି ମିଳିବ। ସବୁ ଧନୁରାଶି ଲୋକମାନେ ସୁଖ ପାଇବେ ଦିନ ଗୋଟାଏ ଯାଏ। ଦେହ ମୁଣ୍ଡ ସୁସ୍ଥ ରହିବ, ଆୟ ବ୍ୟୟ ଠିକ୍ଠାକ୍ ହେବ। ମାତ୍ର ଗୋଟାଏ ପରେ ପରେ ଧୀରେ ଧୀରେ କଳା ବାଦଲ ଛାଇ ହେଇଯିବ, ଭାଗ୍ୟ ଆକାଶକୁ ଅନ୍ଧକାର କରିଦେବ, ଅସୁସ୍ଥ ହେବେ, ଶାରୀରିକ ସମସ୍ୟା ଘନେଇ ଆସିବ, କିଛି ନା କିଛି ରୋଗ ହେବ ଯେଉଁଟାକି ଅସ୍ତବ୍ୟସ୍ତ କରିବ। ଏଇ କଥାକୁ ନେଇ କାଲି ଜଣେ ବନ୍ଧୁ ମୋତେ କହିଲେ, ଆପଣ କହିଥିଲେ ଏଇ ସମୟରେ ଏହା ହେବ। ମୁଁ ଖୁସିରେ ଥାଏ, ଯେମିତି ହେଇଗଲା ସେଇ ସମୟଟା ମୁଁ ଯାଇ ବାହାରେ ଟିକେ ବୁଲୁଛି, ଛୋଟିଆ ଗୋଡ଼ିଟାଏ ମାଡ଼ିଦେଲି, ରଗଡ଼ି ହେଇଗଲା। ଓହୋ, ସେ ପୀଡ଼ା ଏଯାଏ କମିନି। ବିଧି ବିଧାନ ବିଚିତ୍ର ଭାଇ, କେତେବେଳେ ଦୈବ କି ଦଣ୍ଡ ଦେବ ସେ କଥା କେବଳ ତାକୁ ହିଁ ଜଣା। ତେଣୁ ଆମେ ଟିକେ ଈଶ୍ୱରଙ୍କ ଶରଣାପନ୍ନ ହେବା, ଧର୍ମ କାର୍ଯ୍ୟ କରିବା। ସୋମବାର ନଭେମ୍ବର 10 ତାରିଖ, ମକର ରାଶି, ଉତ୍ତରାଷାଢ଼ା। ମକର ପାଇଁ ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ ଗୋଟାଏ ଯାଏ ଯଥେଷ୍ଟ ବେଶୀ ଲାଭ ହେବ। ତା ପରଠାରୁ ଆହୁରି ବେଶୀ ଲାଭ ହେବ। ମାନେ ତା ପରଠୁ ସାମାଜିକ ପ୍ରତିପତ୍ତି ବଢ଼ିବ, ଆଦର ମମତା ବଢ଼ିଯିବ। ମୋଟାମୋଟି ଆଜି ଦିନଟି 24 ଘଣ୍ଟା ମକର ରାଶି ପାଇଁ ଅତି ଶୁଭ ଦିନ। ସମସ୍ତ ପାରିବାରିକ ସାମାଜିକ ଲୌକିକ ସୁଖ ମିଳିବ, ଆଉ ସେ ଆନନ୍ଦରେ ମଜ୍ଜି ରହି ଜୀବନ ଉପଭୋଗ କରିବେ। ଅତୀତର ସମସ୍ତ ଦୁଃଖ ଭୁଲିଯିବେ। ମୋଟାମୋଟି ଭାବରେ ମକର ରାଶି ପାଇଁ ଆଜି 24 ଘଣ୍ଟା ଆନନ୍ଦ ମୁଖର ଦିନ। ଭାଗ୍ୟବାନ। ସୋମବାର ନଭେମ୍ବର 10 ତାରିଖ, କୁମ୍ଭ ରାଶି, ଶତଭିଷା ନକ୍ଷତ୍ରର ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି 24 ଘଣ୍ଟା କୁମ୍ଭ ପାଇଁ ବହୁତ ଭଲ ଦିନ। ବା କୁମ୍ଭ ରାଶି ପାଇଁ ଆଜି ବି ବଢ଼ିଆ ଦିନ। ଆଗ ଦିନ ଗୋଟାଏ ଯାଏ ଯେତିକି ସୁଖ ମିଳିବ, ତା ପରଠୁ ଆଉ ଟିକେ ଅଧିକ ନାନା ବିଧ ଲୌକିକ ପାରିବାରିକ ସାମାଜିକ ସୁଖ ମିଳିବ। ତା ପରେ ପରେ ନିଜର ପୂର୍ବ ପୁଣ୍ୟ ବଳ ଯୋଗୁଁ, ସୁକର୍ମ ଯୋଗୁଁ, ପିତାମାତାଙ୍କ ସୁକୃତ ଯୋଗୁଁ ସେ ସୁଖ ଶାନ୍ତି ଆନନ୍ଦ ଧନ ଗୋପ ଲକ୍ଷ୍ମୀ ସବୁ ବଢ଼ି ବଢ଼ିଯିବ। ଅତୀତର ଯେଉଁ ଶାରୀରିକ ପୀଡ଼ା ଯନ୍ତ୍ରଣା ମାନସିକ ଅବସାଦ ସେ ଆଉ କିଛି ମନେ ପଡ଼ିବନି। ସବୁ ପ୍ରକାର ସୁଖ ଶାନ୍ତି ପାଖରେ ଯେମିତି ଘୁରି ବୁଲୁଛନ୍ତି। କି କୁମ୍ଭ ରାଶିର ମଜାଳିଆ ଦିନ। ସୋମବାର ନଭେମ୍ବର 10 ତାରିଖ, ମୀନ ରାଶି, ଉତ୍ତର ଭାଦ୍ର ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ଦିନଟି ମୀନ ରାଶି ପାଇଁ ଶୁଭପ୍ରଦ ନୁହେଁ। ସୋମବାର ମୀନ ରାଶି ପାଇଁ ଅଶୁଭ ଦିନ। କାରଣ ଗତ କାଲିର ରୋଗ, ରବିବାର ଯେଉଁ ରୋଗ ହେଇଥିଲା, ପେଟ ସମସ୍ୟା, ଆଣ୍ଠୁଗଣ୍ଠି ଦରଜ ଇତ୍ୟାଦି, ସେ ରୋଗର ପ୍ରଭାବ ଆଜି ରହିଥିବ। ଏଣୁ 12ଟା 30ରୁ ଦେହ ଟିକେ ଟିକେ ଭଲ ଲାଗିବ। ସୋମବାର ଦିନ 12ଟା 30ରୁ ଦେହ ଟିକେ ଭଲ ରହିବ। 1ଟା 10 ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ସୋମବାର ଦିନ 1ଟା 10 ପରେ ଯାଇ ମୀନ ରାଶିର ଦେହ ମୁଣ୍ଡ ଭଲ ରହିବ, ମନ ଭଲ ରହିବ, ରୋଜଗାର ଭଲ ହେବ, ଆଉ ସବୁ ପ୍ରକାର ସୁଖ ମିଳିବ। ଦିନ 1ଟା 10 ପର୍ଯ୍ୟନ୍ତ ସମସ୍ୟା ଏଇ ସମସ୍ୟା ଭିତରେ ମୀନ ରାଶି ଉଟୁ ହେବେ। ତା ପରଠାରୁ ଦିନ 1ଟା 10 ପରଠାରୁ ସମସ୍ତ ଲୌକିକ ସୁଖ ଭୋଗ କରିବେ। ଦେହ ପୂର୍ଣ୍ଣ ସୁସ୍ଥ ହୋଇଯିବ, ଆୟପନ୍ଥା ଖୋଲିଯିବ, କର୍ମ ଚଞ୍ଚଳ ରହିବେ। ଦିନ 1ଟା ପର୍ଯ୍ୟନ୍ତ ଶାରୀରିକ ସମସ୍ୟା ମାନସିକ ସମସ୍ୟା ଘନୀଭୂତ ହେବ। ବନ୍ଧୁ, ଆଜି ପାଇଁ ଏତିକି।
ଆସନ୍ତାକାଲି ଈଶ୍ୱର ଚାହିଁଲେ ମୁଁ ପୁଣି ଆପଣମାନଙ୍କ ସହିତ ଏହି ଦୈନିକ ରାଶିଫଳ ବିଷୟରେ ଆଲୋଚନା କରିବି। ରହିଲି, ନମସ୍କାର।